नमस्कार ओडिया स्टॉक ଆଉ ଗୋଟେ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ତ ଆମେ ଆଜି ଜାଣିବା କାଳିଆ ଯୋଜନା ଯୋଉ ଅକ୍ଷୟ ତୃତୀୟା ପରେ ହିଁ ଆସିଥାଏ କିସ୍ତିଟା, ତ ଆଜି ଆଇଛି ନା ନାହିଁ ସେ ବିଷୟରେ ଜାଣିବା। ସେଥିପାଇଁ ଆପଣ ନିଜ ଡେସ୍କଟପ୍ କିମ୍ବା ମୋବାଇଲରେ କୌଣସି ବି ବ୍ରାଉଜର ଓପନ୍ କରିକି ଦେଖିପାରନ୍ତି, କିମ୍ବା ଆପଣ ନିଜର ଯୋଉ କମନ୍ CSC ସେଣ୍ଟର ରହିଛି ଜନସେବା କେନ୍ଦ୍ର ସେଠି ଯାଇ ମଧ୍ୟ ପଚାରି ପାରନ୍ତି। ତ ଡେସ୍କଟପ୍ରେ ଓପନ୍ କରିସାରିଲା ପରେ ଆପଣ ଗୁଗଲ୍ ଓପନ୍ କରିସାରିଲା ପରେ କାଳିଆ ଯୋଜନା କିଛି କ୍ଲିକ୍ କଲା ପରେ ଏପଟେ ୱେବସାଇଟ୍ ଓପନ୍ ହେଇଯିବ। ଯେମିତିକି ଆପଣ ଦେଖିପାରୁଥିବେ ଇଏ ହେଲା କାଳିଆ ଯୋଜନାର ୱେବସାଇଟ୍‌ଟି, ଯୋଉଥିରେ ଲେଖା ହେଇଛି ପରବର୍ତ୍ତୀ କାଳିଆ ସହାୟତା ରାଶି ଆଧାର ନମ୍ବର ସହ ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟରୁ ପ୍ରଦାନ କରାଯିବ। ତେଣୁ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ ଲିଙ୍କ କରନ୍ତୁ। ଏହା ହେଲା ଗୋଟେ ରହିଛି, କାରଣ ଆପଣ ଯଦି ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ ଲିଙ୍କ କରିନଥିବେ ଏବଂ କାଳିଆ ଯୋଜନାର KYC କରିନଥିବେ, ତାହେଲେ ଆପଣଙ୍କ ପାଖକୁ ପଇସା ଆସିବ ନାହିଁ। ଆପଣ ଏଠି ଚାହିଁଲେ କମ୍ପ୍ଲିଟ୍ ୟୋର EKYC ମାରିକିରି ମଧ୍ୟ ନିଜର EKYCଟା କମ୍ପ୍ଲିଟ୍ କରିପାରିବେ, କିମ୍ବା ଜନସେବା କେନ୍ଦ୍ରକୁ ଯାଇକି ମଧ୍ୟ କରିପାରିବେ। ଆଉ ଯଦି ଆପଣଙ୍କର କିଛି ଭୂମିହୀନରେ ପଡ଼ିଯାଇଛି ବା ଭୂମି ଯୁକ୍ତରେ ଆଣିବାକୁ ଚାହୁଁଛନ୍ତି, ତାହେଲେ ଏଠି ଗ୍ରାଭେନ୍ସ ଫର୍ମ ଆପ୍ଲାଏ କରିକି ମଧ୍ୟ ଆପଣ କରିପାରିବେ। କିନ୍ତୁ ଆଜି ଆମେ ଜାଣିବା କାଳିଆ ଯୋଜନାର ଯୋଉ କିସ୍ତିଟା ଆଇଛି ନା ଆସିନି, ତ ସେ ବିଷୟରେ କିଛି ସଠିକ୍ ତଥ୍ୟ ନାହିଁ। ତ ଏପର୍ଯ୍ୟନ୍ତ ଯୋଉ କାଳିଆ ଯୋଜନା କିସ୍ତି ରହିଛି ସେଟା ଆସିନାହିଁ। ଆପଣ ଟିକେ ୱେଟ୍ କରନ୍ତୁ, ୱେଟ୍ କଲା ପରେ ଜଣାପଡ଼ିବ ଯେ କାଳିଆ ଯୋଜନା ଭୋଟ ଯୋଗୁଁ ଆସିନି, ତ ଆପଣ କିଛି ୱେଟ୍ କରନ୍ତୁ। ଏବେ ମଧ୍ୟ ଗୋଟେ କିସ୍ତି ଆଇଥିଲା 13 ମାର୍ଚ୍ଚରେ, ତ ଆପଣ ଟିକେ ୱେଟ୍ କରନ୍ତୁ। ୱେଟ୍ କରିସାରିଲା ପରେ ଆମେ ଦେଖିବା ଯେ କାଳିଆ ଯୋଜନା କିସ୍ତି ଆଇଛି ନା ନାହିଁ। ତ ଆପଣ ଏଠି ନ୍ୟୁ ଇୟର ଆପ୍ଲିକେସନ ଷ୍ଟାଟସରେ ମଧ୍ୟ ଚାହିଁଲେ ନିଜର ଆଧାର କାର୍ଡ ଦେଇକିରି ମଧ୍ୟ ଦେଖିପାରିବେ ଯେ ଆପଣଙ୍କର କେତୋଟି କାଳିଆ ଯୋଜନା କିସ୍ତି ମିଳିଛି। ମୁଁ ମଧ୍ୟ ଗୋଟେ ଆଧାର କାର୍ଡ ନମ୍ବର ଦେଇଦେଲି, ଆପଣ ଦେଖିପାରିବେ। ସୋ ଉପରେ କ୍ଲିକ୍ କଲା ପରେ ଏଠି ଦେଖେଇଦେବ ଯେ ଆପଣଙ୍କୁ କେତୋଟି କାଳିଆ ଯୋଜନା କିସ୍ତି ମିଳିଛି। ଦେଖିବେ ଲେଟେଷ୍ଟ ମିଳିଛି 13 ମାର୍ଚ୍ଚରେ। ତ ଆପଣ କିଛି ଦିନ ୱେଟ୍ କରନ୍ତୁ। ୱେଟ୍ କରିସାରିଲା ପରେ କାଳିଆ ଯୋଜନାର ଯୋଉ କିସ୍ତିଟି ରହିଛି ସେ ଆସିଯାଇପାରେ। ଭୋଟ ଯୋଗୁଁ ଇଲେକ୍ସନ ଯୋଗୁଁ ଡେରି ହେଉଛି। ଠିକ୍ ଅଛି, ଭିଡ଼ିଓଟି ଭଲ ଲାଗିଥିଲା ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।